ବାଲେଶ୍ୱର ସମେତ ଉତ୍ତର ଓଡ଼ିଶାର ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ପ୍ରଭୃତି 4 ଜିଲ୍ଲାକୁ ନେଇ ଆସନ୍ତା 31 ତାରିଖରୁ ଫେବୃଆରୀ 4 ତାରିଖ ପର୍ଯ୍ୟନ୍ତ ଆଇଟିଆଇ ପଡ଼ିଆରେ ହେବାକୁ ଥିବା ଉତ୍ସବ ଉତ୍ତର ଓଡ଼ିଶାର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ଆୟୋଜକଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଉତ୍ସବ କମିଟିର ଅଧ୍ୟକ୍ଷ ଡାକ୍ତର ଅମିତାଭ ଗିରି, କେନ୍ଦୁଝର ଜିଲ୍ଲାର ସଞ୍ଜୀବ କୁମାର ଅତା, ଭଦ୍ରକର କୈଳାସ ଚନ୍ଦ୍ର ମହାପାତ୍ର, ମୟୂରଭଞ୍ଜ ଜିଲ୍ଲାର ଯୋଗେଶ କୁମାର ଅଗ୍ରୱାଲ, ବାଲେଶ୍ୱର ଶିଳ୍ପ ଉଦ୍ୟୋଗୀ ସଂଗ୍ରାମ ଦାସ, ବରିଷ୍ଠ ସାମ୍ବାଦିକ ରଞ୍ଜନ ବାଗ, ଯୁବ ସଂଗଠକ ସତ୍ୟରଞ୍ଜନ ଦାସ, ଶ୍ରୀନିବାସ ପ୍ରଧାନ, ଧୀରେନ କୁମାର ନାୟକ ଓ ବିକାଶ ଦାସ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଉତ୍ସବର ରୂପରେଖ ସମ୍ପର୍କରେ ଆଲୋକପାତ କରିଥିଲେ। ପ୍ରଥମ ଥର ପାଇଁ ଉତ୍ତର ଓଡ଼ିଶାର 4 ଜିଲ୍ଲାକୁ ନେଇ ବ୍ୟାପକ ଆକାରର ମହୋତ୍ସବ ଆୟୋଜନ ଅତ୍ୟନ୍ତ ନିଆରା ହେବ ବୋଲି ସେମାନେ ଆଶା ପ୍ରକାଶ କରିଛନ୍ତି। ଏହି 5 ଦିନିଆ ମହୋତ୍ସବ 4ଟି ଜିଲ୍ଲାର ମହାପୁରୁଷ ତଥା ବିଶିଷ୍ଟ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବ। ଉତ୍ତର ଓଡ଼ିଶାରୁ ନିର୍ବାଚିତ ଜନପ୍ରତିନିଧି ତଥା ମନ୍ତ୍ରୀଗଣ, ସାଂସଦ, ବିଧାୟକଙ୍କ ସମେତ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ଅତିଥି ଭାବେ ଏହି ଉତ୍ସବକୁ ଆମନ୍ତ୍ରଣ କରାଯାଇଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇ ସେମାନଙ୍କୁ ପୁରସ୍କୃତ କରାଯିବ। ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆକର୍ଷଣୀୟ କରିବା ପାଇଁ ମୟୂରଭଞ୍ଜର ପ୍ରସିଦ୍ଧ ଛଉ ନୃତ୍ୟ, କେନ୍ଦୁଝରର ସାନ୍ତାଳୀ ନୃତ୍ୟ, ଭଦ୍ରକର ମୋଗଲ ତାମସା ଓ ବାଲେଶ୍ୱର ପ୍ରସିଦ୍ଧ ଚଢ଼େୟା ନାଚ ପ୍ରଭୃତି ଲୋକନୃତ୍ୟ ପରିବେଷଣ ହେବା ସହ ସଙ୍ଗୀତ କାର୍ଯ୍ୟକ୍ରମକୁ ଆକର୍ଷଣୀୟ କରିବା ପାଇଁ ଓଡ଼ିଆ ସିନେ ଗାୟିକା କୁମାରୀ ଇରା ମହାନ୍ତି, ଗାୟକ ସତ୍ୟଜିତ ପ୍ରଧାନ, ସମ୍ବଲପୁରର ରୁକୁସୋନା ଓ ଗ୍ରୁପ, ମୁମ୍ବାଇରୁ ଅମନ ଭଟ୍ଟ ଗ୍ରୁପ ଏବଂ ଅନ୍ତିମ ସନ୍ଧ୍ୟାରେ ବଲିଉଡର ପ୍ରଖ୍ୟାତ ଗାୟକ ବିନୋଦ ରାଠୋର ଓ ଗ୍ରୁପ ସଙ୍ଗୀତ ପରିବେଷଣ କରି ଦର୍ଶକଙ୍କୁ ମନୋରଞ୍ଜନ କରିବେ। ଜାତି, ଧର୍ମ, ବର୍ଣ୍ଣ ତଥା ଦଳମତ ନିର୍ବିଶେଷରେ ସାଂସ୍କୃତିକ, ସାମାଜିକ, ଆର୍ଥିକ ତଥା କଳା, ସାହିତ୍ୟ ଓ ଐତିହ୍ୟ ମାଧ୍ୟମରେ ଭାବ ବିନିମୟ ଉଦ୍ଦେଶ୍ୟରେ ଏହି ଉତ୍ତର ଓଡ଼ିଶା ଉତ୍ସବ ଆୟୋଜନ ହେବାକୁ ଯାଉଛି। ରାଜନୀତିର ଊର୍ଦ୍ଧ୍ୱରେ ରହି ଆୟୋଜିତ ହେବାକୁ ଥିବା ଏହି ଉତ୍ସବକୁ ସର୍ବାଙ୍ଗ ସୁନ୍ଦର କରିବା ପାଇଁ କମିଟି ପକ୍ଷରୁ ସମସ୍ତଙ୍କର ସହଯୋଗ କାମନା କରାଯାଇଛି। ଏବେ ଓଡ଼ିଶାର ଚାରିଆଡ଼େ ବହୁତ ଉତ୍ସବ ହେଉଛି। ଏଇ ୟୁଜୁଆଲି ୱିଣ୍ଟର ଆସିଗଲେ, ଶୀତ ଋତୁ ଆସିଗଲେ ଚାରିଆଡ଼େ ଚାଲେ ସେମିତି। ଏଥିରେ ଆମର ସ୍ପେସିଫିକ୍ ହେଉଛି ଯେ ଉତ୍ତର ଓଡ଼ିଶାରେ ଆମର 4ଟା ଜିଲ୍ଲାକୁ ନେଇ ଆମର ଏଇ ଉତ୍ସବ ଅନୁଷ୍ଠିତ ହେବ। ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଏବଂ ଭଦ୍ରକ ଏଇ 4ଟା ଜିଲ୍ଲାର ସମ୍ମିଶ୍ରଣରେ ଏହି ଉତ୍ସବ ଆଇଟିଆଇ ପଡ଼ିଆ ବାଲେଶ୍ୱରରେ 31 ଜାନୁଆରୀରୁ 4 ଫେବୃଆରୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ଏଇ 4ଟି ଜିଲ୍ଲାର ନିଜର ଭାଷା, ସାହିତ୍ୟ, ଐତିହ୍ୟ, କଲଚର, ଆର୍ଟ, ଖାଦ୍ୟ ଏଇସବୁର ଆଦାନ ପ୍ରଦାନ ହେବ। ନିଜେ 4ଟି ପ୍ୟାଭିଲିୟନ ହେବ ଏବଂ ପ୍ରତ୍ୟେକ ପ୍ୟାଭିଲିୟନରେ ପ୍ରତ୍ୟେକ ଜିଲ୍ଲାର ସେମାନେ ସେଟା ପ୍ରମୋଟ କରିବେ ଏବଂ ଏକ୍ସିବିଟ୍ କରିବେ। ଆଉ ଯାହାଫଳରେ 4ଟି ଜିଲ୍ଲାର ଲୋକମାନେ ଏଥିରେ ପାର୍ଟିସିପେଟ୍ କରିବେ ଏବଂ ନିଜ ନିଜ ଭିତରେ ଏସବୁ ଜିନିଷର ଆଦାନ ପ୍ରଦାନ ହେବ। ସାରା ଓଡ଼ିଶାରେ ଉତ୍ସବ ହେଉଛି ଏବଂ ଭଲ ଭାବରେ ହେଉଛି। ମୁଁ ଭାବୁଛି ଆମର ବାଲେଶ୍ୱର ଏବଂ ଏଇ ଉତ୍ତର ଓଡ଼ିଶାର ମାଟି ଆର୍ଟ ଆଉ କଲଚର ମାଟି। ଆଉ ଏଥିରେ ବହୁତ କଳାପ୍ରେମୀ ଏବଂ ବହୁତ ମହାପୁରୁଷ ଏଇ ମାଟିରେ ଜନ୍ମ ନେଇଛନ୍ତି, ଯେଉଁମାନଙ୍କୁ କାଳକ୍ରମେ ନୂଆ ପିଢ଼ିର ଲୋକମାନେ, ଛୋଟ ଛୋଟ ପିଲାମାନେ ସେମାନେ ଆସ୍ତେ ଆସ୍ତେ ଭୁଲି ଯିବାକୁ ଆରମ୍ଭ କଲେଣି, ମନେ ରଖିପାରିବେନି। ତ ତାଙ୍କ ଭିତରେ ପୁଣି ଏଇସବୁ ଜିନିଷକୁ ଜାଗ୍ରତ କରିବା ପାଇଁ ଆମେ ଏଇସବୁ ଉତ୍ସବ କରିବା ପାଇଁ ଯାଉଛୁ ଏବଂ ଆମର ଐତିହ୍ୟ, ଆମର କଲଚର, ଆମର ଆର୍ଟକୁ ତାଙ୍କ ଭିତରେ ଜଗେଇ ରଖିବା ପାଇଁ ଆମର ପ୍ରଚେଷ୍ଟା। ଆମର ମେନ୍ ମୋଟୋ ହେଲା ଏଇ ଯେଉଁ ଉତ୍ସବ ଉତ୍ତର ଓଡ଼ିଶା ଆମେ ଅର୍ଗାନାଇଜ୍ କରିବା ପାଇଁ ଯାଉଛୁ ଯେ ଆମର ଏଇଟା 4ଟା ଡିଷ୍ଟ୍ରିକ୍ଟକୁ ନେଇକି ଆମେ କରୁଛୁ। ବାଲେଶ୍ୱର, ମୟୂରଭଞ୍ଜ ଏବଂ କେନ୍ଦୁଝର ଆଉ ଭଦ୍ରକ ଡିଷ୍ଟ୍ରିକ୍ଟକୁ ନେଇ କରୁଛୁ। ଆମର ମୁଖ୍ୟ ଉଦ୍ଦେଶ୍ୟ ହେଲା ଯେଉଁ ଆମର ପୂର୍ବପୁରୁଷ ମାନେ ଥିଲେ ତାଙ୍କର ସ୍ମୃତିରେ ଆମେ ଏଟାକୁ କରୁଛୁ। ଆଉ ଆମର ଯେଉଁ ୟଙ୍ଗ ଜେନେରେସନ୍ ତାଙ୍କ ଉପରେ କିଛି ଜ୍ଞାନ ପାଆନ୍ତୁ, ତାଙ୍କର କ'ଣ ଅବଦାନ ଥିଲା ସେଟା ଜାଣିବା ପାଇଁ ଆମେ ଏଇ ଉତ୍ସବକୁ ପାଳନ କରୁଛୁ। ଏବଂ ଆମର ଯେଉଁ ଲୋକାଲ ଫୁଡ୍ ଅଛି ତା ଉପରେ ଆମେ ଫୋକସ୍ କରିବୁ। ଯେମିତି ହେଲା ଆପଣ ଭଦ୍ରକର ପାଳୁଆ ଲଡ଼ୁ କିମ୍ବା ଆପଣଙ୍କର କେନ୍ଦୁଝରର ମୁଗ ଖିଚୁଡ଼ି ହେଲା, ଆଉ ଆପଣଙ୍କର ଛେନାପୋଡ଼ ହେଲା, ଆଉ ବାରିପଦାର ମୁଢ଼ି ମାଂସ ହେଲା, ଏଇସବୁ ଖାଦ୍ୟ ପାନୀୟ ଉପରେ ଆମେ ଏହାକୁ ଆଦାନ ପ୍ରଦାନ ହେବ ଏବଂ ଏହିସବୁ ଖାଦ୍ୟର କେମିତି ପ୍ରଚାର ପ୍ରସାର ହେଇପାରିବ ସେଇଟି ଉପରେ ବି ଆମେ ଧ୍ୟାନ ଦେବୁ।
ଆଉ ମୁଖ୍ୟତଃ ଆମେ ଏଇ ଆଶା ନେଇ ଏହାକୁ ପାଳନ କରୁଛୁ। ଉତ୍ସବ ହେଉଛି ଉତ୍ତର ଓଡ଼ିଶା, ଏହା ଗୋଟେ ଅଭିନବ ପ୍ରୟାସ ଉତ୍ତର ଓଡ଼ିଶାକୁ ହେଉଛି ବାନ୍ଧି ରଖିବା ପାଇଁ। ଏବଂ ଆମେ ଆମ ଜିଲ୍ଲାର ଯେଉଁ ଖାନ ପାନ ହେଲା, ଯେଉଁ ହେଉଛି ଆମର ହେଉଛି ମହାପୁରୁଷମାନେ ତାଙ୍କର ହେଉଛି ଜୀବନାବଳୀ, ଏହା ସବୁ ଆମେ ହେଉଛି ଏଠି ଗୋଟେ ଭଲ ପ୍ଲାଟଫର୍ମଟିଏ ପାଇଛୁ। ତାହା ହେଉଛି ଲୋକଲୋଚନକୁ ଆଣିବୁ ଏବଂ ଆସନ୍ତା ଦିନରେ ଏହି ହେଉଛି କେମିତି ଏହି ପ୍ରୋଗ୍ରାମଟି ଆସନ୍ତା ଦିନ ମୟୂରଭଞ୍ଜରେ କେମିତି ହେବ ତା ପାଇଁ ଆମେ ପୁଣି ଏଇ ପରେ ଆସନ୍ତା ଥର ଆମେ ଚିନ୍ତା କରିବୁ। ଏହି ଅବସରରେ ଉତ୍ସବ ଉତ୍ତର ଓଡ଼ିଶାର ପ୍ରାଚୀର ପତ୍ର ଉନ୍ମୋଚନ କରାଯାଇଥିଲା।